ତତ୍ତ୍ୱବିତୁ ମହାବାହୋ ଗୁଣ କର୍ମ ବିଭାଗୟଃ ଗୁଣାଗୁଣେଷୁ ବର୍ତ୍ତନ୍ତ ଇତି ମତ୍ୱାନୁ ସଜ୍ଜତେ। ଶ୍ରୋତାବନ୍ଧୁ, ଭଗବତ ଗୀତାର ତୃତୀୟ ଅଧ୍ୟାୟ କର୍ମଯୋଗ 28 ନମ୍ବର ଶ୍ଲୋକରେ ଭଗବାନ କହୁଛନ୍ତି, ହେ ମହାବାହୁ ଅର୍ଜୁନ, ତତ୍ତ୍ୱଦର୍ଶୀ ପୁରୁଷ ଆତ୍ମାକୁ ଗୁଣ ଓ କର୍ମଠାରୁ ପୃଥକ ଭାବରେ ଦର୍ଶନ କରିଥାନ୍ତି। ସେମାନେ ଜାଣିଥାନ୍ତି ଯେ ଏହା କେବଳ ଗୁଣ ବା ଇନ୍ଦ୍ରିୟ ମନ ଆଦି ରୂପରେ ଅଟେ, ଯାହା ଗୁଣମାନଙ୍କ ବା ବିଷୟ ରୂପରେ ମଧ୍ୟରେ ଘୂରି ବୁଲୁଥାଏ। ତେଣୁ ସେମାନେ ସେଥିରେ ବାନ୍ଧି ହୁଅନ୍ତି ନାହିଁ। ପୂର୍ବବର୍ତ୍ତୀ ଶ୍ଲୋକରେ ଉଲ୍ଲେଖ କରାଯାଇଛି ଯେ ଅହଙ୍କାର ବିମୂଢ଼ାତ୍ମା ଅର୍ଥାତ୍ ଯେଉଁମାନେ ଅହଙ୍କାର ଯୁକ୍ତ ହୋଇ ନିଜକୁ ଶରୀର ବୋଲି ମନେ କରିଥାନ୍ତି ବା ନିଜକୁ କର୍ତ୍ତା ବୋଲି ଭାବିଥାନ୍ତି, ସେମାନଙ୍କୁ ବିମୂଢ଼ାତ୍ମା କୁହାଯାଏ। ବର୍ତ୍ତମାନ ଏହି ଶ୍ଲୋକରେ ତତ୍ତ୍ୱବିତ୍ ମାନଙ୍କ ବିଷୟରେ ଭଗବାନ କହୁଛନ୍ତି ଯେ ସେମାନେ ନିଜର ଅହଙ୍କାରକୁ ସମାପ୍ତ କରି ନିଜକୁ ଶରୀରଠାରୁ ପୃଥକ କରି ମନେ କରିଥାନ୍ତି ଏବଂ ପାର୍ଥିବ ଶରୀରଠାରୁ ଭିନ୍ନ ତାଙ୍କର ଏ ଆଧ୍ୟାତ୍ମିକ ପରିଚୟ ରହିଛି, ତାହା ଜାଣିବାକୁ ସେମାନେ ସକ୍ଷମ ହୋଇଥାନ୍ତି। ସୁତରାଂ ନିଜକୁ ମାୟିକ କର୍ମର କର୍ତ୍ତା ମନେକରି ଭ୍ରମର ଶିକାର ହେବା ପରିବର୍ତ୍ତେ ସେମାନେ ତାଙ୍କର ପ୍ରତ୍ୟେକ କର୍ମକୁ ତିନି ଗୁଣର ପରିପ୍ରକାଶ ରୂପରେ ବିବେଚନା କରିଥାନ୍ତି ଏବଂ ସେମାନେ ଭାବନ୍ତି ସବୁକିଛି ଭଗବାନ କରୁଛନ୍ତି। କିନ୍ତୁ ମୂର୍ଖ ଲୋକମାନେ ସେମାନେ କହନ୍ତି, ମୁଁ କରୁଛି। ତେଣୁ ସେମାନେ ନିଜକୁ କର୍ତ୍ତା ଭାବି ସବୁବେଳେ ନିଜକୁ ନିଜେ କରୁଛି ବୋଲି କୁହନ୍ତି। ପ୍ରକୃତେ ଗୁଣ ସମ୍ମୂଢ଼ା ସଜନ୍ତେ ଗୁଣ କର୍ମସୁ ତାନ କୃଷ୍ଣ ବିଦ ମନ୍ଦାନ କୃଷ୍ଣ ବିଘ୍ନ ବିଚାଲୟତେ। ଭଗବାନ ଏହି ଶ୍ଲୋକରେ ଅର୍ଜୁନକୁ କହୁଛନ୍ତି, ଯେଉଁମାନେ ତ୍ରିଗୁଣର କ୍ରିୟାକଳାପରେ ମୋହିତ ହୋଇଯାଆନ୍ତି, ସେମାନେ ତାଙ୍କର କର୍ମ ଫଳରେ ଆସକ୍ତି ହୋଇଯାଆନ୍ତି। କିନ୍ତୁ ଯେଉଁ ତତ୍ତ୍ୱଦର୍ଶୀମାନେ ଏହି ସତ୍ୟକୁ ଜାଣନ୍ତି, ସେମାନେ ସ୍ୱଳ୍ପ ଜ୍ଞାନଯୁକ୍ତ ଏହି ଅଜ୍ଞାନୀମାନଙ୍କୁ ବିଚଳିତ କରିବା ଉଚିତ ନୁହେଁ। ଶ୍ରୋତାବନ୍ଧୁ, ଏଠାରେ କେହି କେହି ପ୍ରଶ୍ନ କରିପାରେ ଯେ ଯଦି ଆତ୍ମା ଗୁଣ ଏବଂ ସେମାନଙ୍କର କ୍ରିୟାଠାରୁ ପୃଥକ ଅଟେ, ତେବେ ଅଜ୍ଞାନୀମାନେ ଇନ୍ଦ୍ରିୟ ବିଷୟ ପ୍ରତି ଆସକ୍ତି ହୁଅନ୍ତି କାହିଁକି? ଶ୍ରୀକୃଷ୍ଣ ଏହି ଶ୍ଲୋକରେ ବୁଝାଇଛନ୍ତି ଯେ ସେମାନେ ମାୟା ଶକ୍ତିର ଗୁଣରେ ମୋହିତ ହୋଇ ନିଜକୁ କର୍ତ୍ତା ବୋଲି ମନେ କରିଥାନ୍ତି। ମାୟା ଶକ୍ତିର ତ୍ରିଗୁଣରେ ବିମୋହିତ ହୋଇ ସେମାନେ ଇନ୍ଦ୍ରିୟ ବିଷୟକ ତଥା ମାନସିକ ସୁଖ ପ୍ରାପ୍ତି ଉଦ୍ଦେଶ୍ୟରେ କର୍ମ କରିଥାନ୍ତି। ଫଳ ପ୍ରାପ୍ତିର ଆଶା ନ ରଖି ସେମାନେ କର୍ମକୁ କେବଳ କର୍ତ୍ତବ୍ୟ ରୂପରେ କରିପାରନ୍ତି ନାହିଁ। ତଥାପି ଭଗବତ ଜ୍ଞାନ ସମ୍ପନ୍ନ ବ୍ୟକ୍ତି ଭଗବତ ଜ୍ଞାନ ରହିତ ବ୍ୟକ୍ତିମାନଙ୍କର ମନକୁ ବିଚଳିତ କରିବା ଉଚିତ ନୁହେଁ। ତାତ୍ପର୍ଯ୍ୟ ଏହା ଯେ ଜ୍ଞାନୀମାନେ ସେମାନଙ୍କର ଚିନ୍ତାଧାରାକୁ ତୁମେ ଶରୀର ନୁହେଁ, ତୁମେ ଆତ୍ମା ଅଟ, ତେଣୁ କର୍ମ ତୁମ ପାଇଁ ନିରର୍ଥକ, ତାହାକୁ ତ୍ୟାଗ କର, ଏପରି କହି ଅଜ୍ଞାନୀମାନଙ୍କ ମନରେ ବଳପୂର୍ବକ ଲଦି ଦେବା ଠିକ୍ ନୁହେଁ। ତାର ପରିବର୍ତ୍ତେ ଅଜ୍ଞାନୀ ବ୍ୟକ୍ତିମାନଙ୍କୁ ତାଙ୍କର ନିର୍ଦ୍ଧାରିତ କର୍ମ କରିବାକୁ ପ୍ରବର୍ତ୍ତାଇ ଧୀରେ ଧୀରେ ସେମାନଙ୍କୁ ଆସକ୍ତିର ଊର୍ଦ୍ଧ୍ୱକୁ ଉଠିବାରେ ସାହାଯ୍ୟ କରିବା ଉଚିତ। ଏହିପରି ଭାବରେ ଜ୍ଞାନୀ ଓ ଅଜ୍ଞାନୀମାନଙ୍କ ମଧ୍ୟରେ ପାର୍ଥକ୍ୟ ଦର୍ଶାଇବା ପରେ ଶ୍ରୀକୃଷ୍ଣ ଅଜ୍ଞାନୀମାନଙ୍କର ମନକୁ ବିଚଳିତ ନ କରିବାକୁ ଜ୍ଞାନୀମାନଙ୍କୁ ଉପଦେଶ ଦେଉଛନ୍ତି। ମୟି ସର୍ବାଣୀ କର୍ମାଣୀ ସନ୍ନ୍ୟାସ୍ୟାଧ୍ୟାତ୍ମା ଚେତସା ନିରାଶୀ ନିର୍ମମ ଭୂତ୍ୱା ଯୁଧସ୍ୱ ବିଗତ ଜ୍ୱରଃ। ଭଗବାନ କହୁଛନ୍ତି, ସମସ୍ତ କର୍ମକୁ ମୋତେ ଅର୍ପଣ କରି ପରମାତ୍ମା ରୂପରେ ନିରନ୍ତର ମୋର ଧ୍ୟାନ କର। ସମସ୍ତ ପ୍ରକାରର କାମନା ଓ ମମତାରୁ ମୁକ୍ତ ରହି ଶୋକ ରହିତ ଭାବରେ ଯୁଦ୍ଧ କର। ସେହି ଏକଥା ଅର୍ଜୁନକୁ କହୁଛନ୍ତି। ଭଗବାନ ଶ୍ରୀକୃଷ୍ଣ ତାଙ୍କର ନିଜସ୍ୱ ଶୈଳୀରେ
ଗୋଟିଏ ବିଷୟରେ ବିସ୍ତୃତ ବର୍ଣ୍ଣନା କରି ପରିଶେଷରେ ତାର ସାରାଂଶ ଉପସ୍ଥାପନ କରୁଛନ୍ତି। ଆଧ୍ୟାତ୍ମ ଚେତସା ଅର୍ଥାତ୍ ଭଗବତ ଚେତନାଯୁକ୍ତ, ସନ୍ନ୍ୟାସ୍ୟ ଅର୍ଥାତ୍ ଭଗବାନଙ୍କ ପ୍ରତି ଉଦ୍ଦିଷ୍ଟ ହୋଇ ନଥିବା ସମସ୍ତ କର୍ମକୁ ତ୍ୟାଗ କରିବା, ନିରାଶୀ ଅର୍ଥାତ୍ କର୍ମ ଫଳରେ ଅନାସକ୍ତ। ଭଗବତ ଚେତନାରେ ଭଗବାନଙ୍କୁ ଅର୍ପଣ କରି କର୍ମ କରିବା ପାଇଁ କର୍ତ୍ତୃତ୍ୱାଭିମାନ ତ୍ୟାଗ କରିବା, ସୁସୁଖ ବାସନା ଓ ଲାଳସା ତ୍ୟାଗ କରିବା ଏବଂ ଶୋକ ରହିତ ହେବା ପରମ ଆବଶ୍ୟକ ଅଟେ। ପୂର୍ବବର୍ତ୍ତୀ ଶ୍ଲୋକ ଗୁଡ଼ିକରେ ଦିଆଯାଇଥିବା ନିର୍ଦ୍ଦେଶ ଗୁଡ଼ିକର ସାରାଂଶ ଏହା ଯେ ମନୁଷ୍ୟ ନିଷ୍ଠାପୂର୍ବକ ଏହାର ବିଚାର କରିବା ଆବଶ୍ୟକ। ମୋର ଆତ୍ମା ପରମାତ୍ମା କୃଷ୍ଣଙ୍କର ଏକ ଅଂଶ ବିଶେଷ ବୋଲି ସେ ଭାବିବା ଦରକାର। ଭଗବାନ ଶ୍ରୀକୃଷ୍ଣ ସବୁକିଛିର ଭକ୍ତା ଏବଂ ସମସ୍ତଙ୍କର ଇଷ୍ଟ ଅଟନ୍ତି। ମୋର ସମସ୍ତ କର୍ମ ତାଙ୍କର ସେବା ପାଇଁ ଉଦ୍ଦିଷ୍ଟ, ଅତଏବ ମୁଁ ନିଜର ସମସ୍ତ କର୍ମ ଏକ ଯଜ୍ଞ ଭାବରେ ତାଙ୍କୁ ଅର୍ପଣ କରିବି। ସେ ମୋତେ ଶକ୍ତି ପ୍ରଦାନ କରୁଛନ୍ତି, ଯଦ୍ୱାରା ମୁଁ ସମସ୍ତ କର୍ମ ଯଜ୍ଞ ଭାବରେ କରିପାରୁଛି। ତେଣୁ ମୁଁ ଯେଉଁ କର୍ମ କରୁଛି ସେଥିପାଇଁ ମୁଁ ନିଜେ ଶ୍ରେୟ ନେବା ଉଚିତ ନୁହେଁ। ଗୋଟିଏ ଭକ୍ତ ସବୁବେଳେ ଭଗବାନଙ୍କୁ ବଡ଼ କରି କଥା କହିବା ଦରକାର। ଭଗବାନ ସବୁକିଛି ଆମକୁ ଦେଇଛନ୍ତି। ଭଗବାନ ଆମର ଖାଇବା, ପିନ୍ଧିବା, ବସିବା, ଉଠିବା ପାଇଁ ଯାହା ଯାହା ଦରକାର ସବୁକିଛି ଆମକୁ ଯୋଗାଇ ଦେଇଛନ୍ତି। ଫେର ବି ମଣିଷ କ'ଣ କୁହେ, ମୁଁ ସବୁକିଛି କରୁଛି, ମୁଁ ଜଣେ କର୍ତ୍ତା। କିନ୍ତୁ ବାସ୍ତବରେ ମଣିଷ କର୍ତ୍ତା ନୁହେଁ, ମଣିଷ ତ ଉପଭୋଗକର୍ତ୍ତା। ଭଗବାନ ସବୁବେଳେ ଆମର ମନ ଜାଣି ସବୁକିଛି ଆମକୁ ଦେଇ ଚାଲିଛନ୍ତି, କିନ୍ତୁ ଆମେ ତାର ଭୁଲ ବୁଝାମଣା ଦ୍ୱାରା ନିଜକୁ କର୍ତ୍ତା ବୋଲି ଭାବୁଛୁ। ୟୋ ମେ ମତମିଦଂ ନିତ୍ୟମନୁତିଷ୍ଠନ୍ତି ମାନବଃ ଶ୍ରଦ୍ଧାବନ୍ତ ନ ଶୂୟନ୍ତ ମୁଚ୍ୟନ୍ତେ ତେପି କର୍ମଭିଃ। ଭଗବାନ କହୁଛନ୍ତି, ଯେଉଁ ଭକ୍ତମାନେ ମୋର ଏହି ଉପଦେଶକୁ ଗଭୀର ଭାବରେ ବିଶ୍ୱାସ ସହିତ ବାଦ ବିବାଦ ନ କରି ପାଳନ କରିଥାନ୍ତି, ସେମାନେ କର୍ମ ବନ୍ଧନରୁ ମୁକ୍ତ ହୋଇଯାଆନ୍ତି। ଭଗବାନ ଶ୍ରୀକୃଷ୍ଣ ଅତି ସୁନ୍ଦର ଭାବରେ ସେ ବର୍ଣ୍ଣନା କରୁଥିବା ସିଦ୍ଧାନ୍ତକୁ ନିଜର ମତ ରୂପେ ଅଭିହିତ କରିଛନ୍ତି। ମତ ଏକ ନିଜସ୍ୱ ଦୃଷ୍ଟିକୋଣ ଅଟେ, କିନ୍ତୁ ସିଦ୍ଧାନ୍ତ ଏକ ସର୍ବମାନ୍ୟ ତଥ୍ୟ ଅଟେ। ଶିକ୍ଷକମାନଙ୍କର ମତ ଭିନ୍ନ ଭିନ୍ନ ହୋଇଥାଇପାରେ, କିନ୍ତୁ ସିଦ୍ଧାନ୍ତ ଗୋଟିଏ ଅଟେ। ଦାର୍ଶନିକ ଓ ଶିକ୍ଷକମାନେ ତାଙ୍କର ମତକୁ ସିଦ୍ଧାନ୍ତ କହିଥାନ୍ତି, ଅଥଚ ଗୀତାରେ ଭଗବାନ ତାଙ୍କ ଦ୍ୱାରା ପ୍ରକଟିତ ସିଦ୍ଧାନ୍ତକୁ ମତର ଆଖ୍ୟା ଦେଇଛନ୍ତି। ନିଜର ଉଦାହରଣ ମାଧ୍ୟମରେ ସେ ଆମକୁ ନମ୍ରତା ଓ ସହୃଦୟତାର ଶିକ୍ଷା ପ୍ରଦାନ କରୁଛନ୍ତି। କର୍ମ କରିବା ପାଇଁ ଆହ୍ୱାନ ଦେବା ପରେ ଭଗବାନ ଶ୍ରୀକୃଷ୍ଣ ବର୍ତ୍ତମାନ ଭଗବଦ୍ ଗୀତାର ଉପଦେଶକୁ ବିଶ୍ୱାସ ସହିତ ଜୀବନରେ ପାଳନ କରିବାକୁ ଉପାଦେୟତା ପ୍ରତି ସଂକେତ କରୁଛନ୍ତି। ମନୁଷ୍ୟ ଭାବରେ ଆମର ବିଶେଷତ୍ୱ ହେଲା ସତ୍ୟକୁ ଜାଣିବା ଏବଂ ତଦନୁଯାୟୀ ନିଜର ଜୀବନକୁ ରୂପାନ୍ତରିତ କରିବା। ଏତଦ୍ୱାରା ଆମର ମାନସିକ ଜ୍ୱର ଅର୍ଥାତ୍ ଆସକ୍ତି, କ୍ରୋଧ, ଲୋଭ, ଈର୍ଷା, ଭ୍ରମ ଇତ୍ୟାଦିର ଉପଶମ ହୋଇଥାଏ। ପୂର୍ବ ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ତାଙ୍କର ସମସ୍ତ କର୍ମ ଭଗବାନଙ୍କୁ ଅର୍ପଣ କରିବାକୁ କହୁଛନ୍ତି, କିନ୍ତୁ ସେ ଜାଣିଥିଲେ ଯେ ଯେଉଁମାନେ ଭଗବାନଙ୍କୁ ବିଶ୍ୱାସ କରନ୍ତି ନାହିଁ ସେମାନେ ତାଙ୍କର ଏହି କର୍ତ୍ତବ୍ୟକୁ ପରିହାସ କରିବେ ଏବଂ ଯେଉଁମାନେ ତାଙ୍କ ପ୍ରତି ଈର୍ଷାପରାୟଣ ସେମାନେ ଏହାର ବିରୋଧ କରିବେ। ତେଣୁ ସେ ବର୍ତ୍ତମାନ ତାଙ୍କର ଉପଦେଶକୁ ବିଶ୍ୱାସର ସହିତ ଗ୍ରହଣ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି। ସେ କହୁଛନ୍ତି ଯେ ବିଶ୍ୱାସର ସହିତ ତାଙ୍କର ଉପଦେଶକୁ ପାଳନ କରିବା ଦ୍ୱାରା ବ୍ୟକ୍ତି କର୍ମ ବନ୍ଧନରୁ ମୁକ୍ତ ହୋଇଯିବ। କିନ୍ତୁ ଯେଉଁମାନେ ଅବିଶ୍ୱାସୀ ସେମାନଙ୍କ କ୍ଷେତ୍ରରେ କ'ଣ ହୁଏ, ପରବର୍ତ୍ତୀ ଶ୍ଲୋକରେ ଆମେ ଜାଣିପାରିବା। ପରବର୍ତ୍ତୀ ଶ୍ଲୋକରେ ଭଗବାନ ବର୍ଣ୍ଣନା କରିଛନ୍ତି, ଯେଉଁମାନେ ଭଗବାନଙ୍କୁ ଅବିଶ୍ୱାସ କରନ୍ତି ତାଙ୍କର କର୍ମଫଳ କ'ଣ ହୁଏ। ଶ୍ରୋତାବନ୍ଧୁ, ଆମେ
ଶ୍ଳୋକ 32 ଠାରୁ ଆଗାମୀ ଭିଡ଼ିଓରେ ଆଲୋଚନା କରିବା। ସେତେ ପର୍ଯ୍ୟନ୍ତ ଆପଣମାନେ ଏ ଶ୍ଳୋକ ଗୁଡ଼ିକ ଶୁଣିଥାନ୍ତୁ। ହରେ କୃଷ୍ଣ, ଗୋବିନ୍ଦ ଆପଣଙ୍କର ମଙ୍ଗଳ କରିବେ।